मेघमाଳରେ शीघ्र आसुथिबा आम्भमानଙ୍କ प्रभु ଯୀଶୁ ଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଏକ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରଭୁଙ୍କ ଅନୁଗ୍ରହରୁ ତାଙ୍କର ବାକ୍ୟକୁ ନେଇ ଆପଣମାନଙ୍କ ନିକଟରେ ଆସିବା ପାଇଁ ୟୁଟ୍ୟୁବ ମାଧ୍ୟମରେ ପୁଣି ଥରେ ଆପଣମାନଙ୍କ ସହିତ ସାକ୍ଷାତ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଏହି ସୁନ୍ଦର ସୁଯୋଗ ମୋ ଜୀବନରେ ଯୋଗ କଲେ, ସେଥିପାଇଁ ପ୍ରଭୁଙ୍କୁ ମୋ ହୃଦୟ ସହିତ ଧନ୍ୟବାଦ ଦିଏ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ବାକ୍ୟରୁ ଆଜି ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଯୀଶୁଙ୍କୁ ଜାଣିବାର ଆଶୀର୍ବାଦ କଣ। ଆଜିର ପ୍ରସଙ୍ଗ ହେଲା ଯୀଶୁଙ୍କୁ ଜାଣିବା ଆଶୀର୍ବାଦ କଣ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ଆମେ ବାକ୍ୟରୁ କଥାବାର୍ତ୍ତା ହେବା। ପ୍ରିୟମାନେ, ଆଜି ଖ୍ରୀଷ୍ଟିଆନ ସମାଜରେ ଦେଖିବେ ଅନେକ ଭାଇ ଭଉଣୀମାନେ ସେମାନେ ଯୀଶୁଙ୍କ ବିଷୟରେ ଯଥେଷ୍ଟ ଜ୍ଞାନ ରହିଛି। ସେମାନେ ପ୍ରଚାର କରନ୍ତି, ଗୀତ ଗାଆନ୍ତି, ଆରାଧନା କରନ୍ତି, ସେମାନେ ସବୁ କରନ୍ତି, ତାଙ୍କ ପାଖରେ ଯଥେଷ୍ଟ ଜ୍ଞାନ ରହିଛି ଯୀଶୁଙ୍କ ବିଷୟରେ, କିନ୍ତୁ ଯୀଶୁଙ୍କୁ ସେମାନେ ଜାଣନ୍ତି ନାହିଁ। ଆପଣ ଲୁସିଫରର କଥା ଚିନ୍ତା କରିବେ। ଲୁସିଫର ପାଖରେ ସବୁ ଟ୍ୟାଲେଣ୍ଟ ଥିଲା। ସେ ଆରାଧନା କରୁଥିଲେ, ପ୍ରଭୁଙ୍କର ମହିମା କରୁଥିଲେ, ସେ ପ୍ରଭୁଙ୍କର ମନୋନୀତ ଆଉ ମନ ପସନ୍ଦର ଦୂତ ହେବା ସତ୍ତ୍ୱେ ମଧ୍ୟ ସେ ପରମେଶ୍ୱରଙ୍କୁ ଜାଣିପାରିଲା ନାହିଁ। ସେ ପ୍ରଭୁଙ୍କୁ ନ ଜାଣିବାରୁ ମନ ମଧ୍ୟରେ ଗର୍ବ ଆସିଲା, ଆଉ ସେଇ ଲୁସିଫରର ପତନ ହେଇଗଲା। ଆପଣ ଗିହେଜି କଥା ଚିନ୍ତା କରନ୍ତୁ। ଗିହେଜି ଏଲିସାଇ ସହିତ ସେବା କରିବା ସଙ୍ଗେ ମଧ୍ୟ ଅଭିଷିକ୍ତ ଜଣେ ପ୍ରଭୁଙ୍କର ଦାସଙ୍କ ସହିତ ଥିବା ସତ୍ତ୍ୱେ ମଧ୍ୟ ସେ ପ୍ରଭୁଙ୍କୁ ଜାଣିପାରୁନାହାନ୍ତି। ଇସ୍କରିତ ଯିହୁଦା ଯୀଶୁଙ୍କ ସହିତ ସେବା କାର୍ଯ୍ୟ କରି ମଧ୍ୟ ସାଙ୍ଗରେ ଖାଇ ପିଇ ସବୁ କରିଲା ପରେ ମଧ୍ୟ ସେ ଯୀଶୁଙ୍କୁ ଜାଣିପାରୁନାହାନ୍ତି। ପ୍ରିୟମାନେ, ଆଜି ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ଯୀଶୁଙ୍କ ବିଷୟରେ କେବଳ ଜାଣିଛୁ ନା ଆମେ ବ୍ୟକ୍ତିଗତ ଭାବରେ ଆମେ ଯୀଶୁଙ୍କୁ ଜାଣିଛୁ। ଯୀଶୁଙ୍କ ବିଷୟରେ ଆମର କେତେ ଜ୍ଞାନ ଅଛି, କେତେ ବୁଦ୍ଧି ଅଛି, ତାହା ବଡ଼ ବିଷୟ ନୁହେଁ। କିନ୍ତୁ ଆମେ ଯୀଶୁଙ୍କୁ ବ୍ୟକ୍ତିଗତ ଭାବରେ ଆମେ ଜାଣୁ କି ଯୀଶୁ କିଏ? ଯୀଶୁ ଆମର ପରମେଶ୍ୱର ଭାବରେ, ଆମର ତ୍ରାଣକର୍ତ୍ତା ଭାବରେ ଆମେ ତାଙ୍କୁ ବ୍ୟକ୍ତିଗତ ଭାବରେ ଆମେ ଜାଣୁ କି? ତାହା ହେଉଛି ଆମ ପାଇଁ ବହୁତ ବଡ଼ ବିଷୟ। ପ୍ରିୟମାନେ, ଯୀଶୁଙ୍କୁ ଜାଣିବାର ଆଶୀର୍ବାଦ, ଆଜି ବାକ୍ୟରୁ ମୁଁ କେତେକ କଥା କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଗୋଟେ ବାକ୍ୟ ପଢ଼ିବେ। ମାର୍କ ଲିଖିତ ସୁସମାଚାର 4 ଅଧ୍ୟାୟ 41 ପଦ। ମାର୍କ ଲିଖିତ ସୁସମାଚାର 4 ଅଧ୍ୟାୟ 41 ପଦରେ ଲେଖାଯାଏ, ସେଥିରେ ସେମାନେ ଅତ୍ୟନ୍ତ ଭୀତ ହୋଇ ପରସ୍ପରକୁ କହିବାକୁ ଲାଗିଲେ, ଏ ତେବେ କିଏ ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କୁ ଆଜ୍ଞା ମାନନ୍ତି। ପ୍ରିୟମାନେ, ଏହି କଥା କେଉଁମାନେ କହୁଛନ୍ତି? ତାହାଙ୍କର 12 ଶିଷ୍ୟ, ଯାହାଙ୍କୁ ସେ ମନୋନୀତ କରିଥିଲେ, ଯେଉଁମାନେ ତାହାଙ୍କର ସେବା କାର୍ଯ୍ୟର ଅଂଶୀଦାର ଅଟନ୍ତି, ତାଙ୍କ ସହିତ ବସୁଥିଲେ, ଉଠୁଥିଲେ, ତାହାଙ୍କର ସବୁ ସେବା କାର୍ଯ୍ୟରେ ସେମାନେ ଉପସ୍ଥିତ ରହୁଥିଲେ। ସବୁ ଆଶ୍ଚର୍ଯ୍ୟ କର୍ମ ଦେଖିଲା ପରେ, ବାକ୍ୟ ଶୁଣିଲା ପରେ, ତାଙ୍କୁ ସ୍ପର୍ଶ କଲା ପରେ ଏହି ଲୋକମାନେ କହୁଛନ୍ତି, ଅର୍ଥାତ୍ ଶିଷ୍ୟମାନେ କହୁଛନ୍ତି ଯେ ଏ ତେବେ କିଏ? ସମୁଦ୍ର ମଧ୍ୟ ଏହାଙ୍କର କଥା ମାନୁଛନ୍ତି, ଏହାଙ୍କର ଆଜ୍ଞା ମାନୁଛନ୍ତି। ପ୍ରିୟମାନେ, ଆଜି ଖ୍ରୀଷ୍ଟିଆନ ସମାଜରେ ଏହିପରି ଅନେକ ଭାଇ ଭଉଣୀ ମାନେ ଅଛନ୍ତି। ସେମାନେ ମଣ୍ଡଳୀକୁ ଯାଆନ୍ତି, ସେମାନେ ବାପ୍ତିସ୍ମ ନିଅନ୍ତି, ସେମାନେ ଗୀତ ଗାନ କରନ୍ତି, ଆରାଧନା କରନ୍ତି, ବାକ୍ୟ ଶୁଣନ୍ତି, ବର୍ଷ ବର୍ଷ ଧରି ମଣ୍ଡଳୀରେ ଥିବା ସତ୍ତ୍ୱେ ମଧ୍ୟ ସେମାନେ ଯୀଶୁଙ୍କ ବିଷୟରେ ଜାଣନ୍ତି, କିନ୍ତୁ ଯୀଶୁଙ୍କୁ ଜାଣନ୍ତି। ଏହି ଶିଷ୍ୟମାନଙ୍କୁ ଯଦି ସେହି ସମୟରେ ପଚାର ଦେଇଥାନ୍ତା ଯୀଶୁ କଣ କଣ କରିଥିଲେ, ସେମାନେ ସବୁ କିଛି କହିଥାନ୍ତେ, ମାତ୍ର ଯୀଶୁ କିଏ ତାହା ସେ ପର୍ଯ୍ୟନ୍ତ ସେମାନେ ଜାଣିନଥିଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଯୀଶୁ କିଏ ଅଟନ୍ତି ଆମକୁ ଯଦି କିଏ ପଚାରେ, ଆମେ ଯେପରି ଦ୍ୱନ୍ଦ୍ୱରେ ନ ପଡୁ। ଆଉ ଯୀଶୁଙ୍କୁ ଯେଉଁମାନେ ଜାଣିଛନ୍ତି ସେମାନଙ୍କ ପାଇଁ ପରମେଶ୍ୱର ଏକ ସ୍ୱତନ୍ତ୍ର ଆଶୀର୍ବାଦ ରଖିଛନ୍ତି। ଆଉ ସେହି ଆଶୀର୍ବାଦ ଗୁଡ଼ିକ ବାଇବେଲ ଆମକୁ ପ୍ରକାଶ କରେ। ଯେତେବେଳେ ଶିଷ୍ୟମାନେ ଏବଂ ଯୀଶୁଖ୍ରୀଷ୍ଟ ଗରାସୀ ଅଞ୍ଚଳକୁ ଯିବା ପାଇଁ ବାହାରିଲେ, ସେହି ସମୟରେ ସମୁଦ୍ରରେ ତୋଫାନ ଆସିଲା, ଝଡ଼ ଆସିଲା। ଆଉ ସେଇ ଝଡ଼କୁ ଦେଖି 12 ଶିଷ୍ୟମାନେ ଭୀତ ହେଇଗଲେ। ଯୀଶୁଖ୍ରୀଷ୍ଟ ସେଇ ସମୁଦ୍ରକୁ ଧମକ ଦେଲେ, ତୁନି ହେବା ପାଇଁ ଆଜ୍ଞା ଦେଲେ, ଆଉ ସବୁ ବାତାବରଣ ସୁସ୍ଥିର ହେଇଗଲା। ଝଡ଼ ତୋଫାନ ଥମିଗଲା, ଝଡ଼ ତୋଫାନ ବନ୍ଦ ହେଇଗଲା। ସେଇ ସମୟରେ ଏମାନେ କହୁଛନ୍ତି, ଏତେବେ କି? ଆପଣ ବର୍ଷ ବର୍ଷ ପ୍ରଭୁଙ୍କ ସହିତ ଥିଲା ପରେ, ମଣ୍ଡଳୀରେ ଥିଲା ପରେ,
ଆପଣ ସନ୍ଦେହରେ ନାହାନ୍ତି ତ? ଆପଣ ମନ ମଧ୍ୟରେ କିଛି ନିଜକୁ ପଚାରୁ ନାହାନ୍ତି ତ ଯୀଶୁ କିଏ? ଏଇ ପ୍ରକାର କିଛି ପ୍ରଶ୍ନ ଆପଣମାନଙ୍କ ମନରେ ଆସୁନାହିଁ ତ? ପ୍ରିୟ ମାନେ, ଯଦି ଏ ପ୍ରକାର ଆମେ ଦ୍ୱନ୍ଦ୍ୱରେ ଅଛୁ, ତାହେଲେ ଆଜି ଆମେ ଜାଣିପାରୁଛି ଯେ ଯୀଶୁ ଖ୍ରୀଷ୍ଟ ବାସ୍ତବରେ କିଏ ଅଟନ୍ତି। ଏ ପ୍ରକାର ଅନେକ କଥା ରହିଛି ଯୀଶୁ କିଏ, ସେମାନଙ୍କ ମଧ୍ୟରୁ ସେଇ ସବୁ ଭିତରୁ ମୁଁ ଗୋଟେ କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ ଯେ ଆପଣ ବାଇବଲର ଶେଷ ପୁସ୍ତକ ପ୍ରକାଶିତ ପୁସ୍ତକ 1 ଅଧ୍ୟାୟ ତାର 18 ପଦରେ ଲେଖାଗଲା। କଣ ବି ଲେଖାଗଲା? ଭୟ କର ନାହିଁ, ଆମ୍ଭେ ପ୍ରଥମ ଓ ଶେଷ, ପୁଣି ସ୍ୱୟଂ ଜୀବୀ, ଆମ୍ଭେ ମୃତ ହେଲୁ, ଆଉ ଦେଖ ଆମ୍ଭେ ଯୁଗେ ଯୁଗେ ଜୀବିତ ଅଟୁ, ପୁଣି ଆମ୍ଭର ହସ୍ତରେ ମୃତ୍ୟୁ ଓ ପାତାଳର କଣ୍ଠି ଅଛି। ପ୍ରଭୁଙ୍କ ନାମର ଗୌରବ। ଯୀଶୁ ଖ୍ରୀଷ୍ଟ ସେ କହୁଛନ୍ତି ଆମେ ସ୍ୱୟଂ ଜୀବୀ, ଆମେ ଯୁଗେ ଯୁଗେ ଜୀବିତ ଅଟୁ। ଜୀବିତ ପରମେଶ୍ୱର ଯୀଶୁ ଖ୍ରୀଷ୍ଟ ଅଟନ୍ତି। ଆମେ ସମୟ ଥିଲା ଯେଉଁ ଈଶ୍ୱର ମାନେ କଥା କହିପାରନ୍ତି ନାହିଁ, ଚକ୍ଷୁ ଥିଲେ ମଧ୍ୟ ଦେଖିପାରନ୍ତି ନାହିଁ, ଆଉ ଆମର କିଛି ମଙ୍ଗଳ କି ଅମଙ୍ଗଳ କରିପାରନ୍ତି ନାହିଁ, ଆମେ ସେଇ ପ୍ରକାର ଦେବାଦେବୀ ମାନଙ୍କର ପୂଜା କରୁଥିଲୁ। ସତ୍ୟ ପରମେଶ୍ୱରଙ୍କ ପରିଚୟ ଆମେ ପାଇଛୁ। ସେ ଜୀବିତ ଅଟନ୍ତି। ସେ ସମୁଦ୍ରକୁ ଯେ ପ୍ରକାର ଧମକ ଦେଲେ ଆଉ ସବୁ ବାତାବରଣକୁ ସୁସ୍ଥିର କଲେ, ଆମ ଜୀବନର ସବୁ ସମସ୍ୟାକୁ ମଧ୍ୟ ସେ ସମାଧାନ କରିବା ପାଇଁ ଶକ୍ତିଶାଳୀ ଆଉ ସାମର୍ଥ୍ୟ ପରମେଶ୍ୱର ଅଟନ୍ତି। ଆମେ ଆଜି ତାଙ୍କୁ ଜାଣିବା ଆବଶ୍ୟକ ରହିଛି। ତାହାଙ୍କୁ ଜାଣିଲେ ଆମେ ସେଇ ସବୁ ଆଶୀର୍ବାଦ ପାଇବା। ସେଇଦିନ ଯଦି ଯୀଶୁଙ୍କୁ ସେମାନେ ଜାଣିଥାନ୍ତେ, ସେମାନେ ପ୍ରଥମରେ ଭୟଭୀତ ହେଇନଥାନ୍ତେ, ସେଇ ଝଡ଼ ତୋଫାନକୁ ଦେଖି ଡରି ଯାଇ ନଥାନ୍ତେ। ସେମାନେ ସିଧାସଳଖ ପ୍ରଭୁ ଆମ ସହିତ ଅଛନ୍ତି, ଆଉ ସେମାନେ ଚିନ୍ତା ବିହୁନ, ଭୟ ବିହୁନ, ଡର ବିହୁନ ସେମାନେ ସେଇ ଯାତ୍ରାକୁ ସେମାନେ କଣ କରିଥାନ୍ତେ? ଯାଇଥାନ୍ତେ। ପ୍ରିୟମାନେ, ଆମେ ଜାଣିବା ଆବଶ୍ୟକ ରହିଛି ଯୀଶୁ ଖ୍ରୀଷ୍ଟ କିଏ। ଯୀଶୁ ଖ୍ରୀଷ୍ଟ ସିଏ ଅଟନ୍ତି ଯେଉଁ ସମୟରେ ଆମ ଜୀବନରେ ଝଡ଼ ତୋଫାନ ଆସେ, ଆମେ ବିପଦ ଦେଇ, ସମସ୍ୟା ଦେଇ, ଦୁଃଖ ଦେଇ, ରୋଗ ଦେଇ ଯାଉ, ଆମର ପରମେଶ୍ୱର ଆମ ସହିତ ରହି ଆମକୁ ସବୁ ପରୀକ୍ଷା ପ୍ରଲୋଭନରୁ ଆମକୁ ସେ କଣ କରନ୍ତି? ଜୟ ପ୍ରଦାନ କରନ୍ତି। ଯୀଶୁ ଖ୍ରୀଷ୍ଟ ସିଏ ଅଟନ୍ତି। ଲେଖାଯାଏ ଯେ ସେ ଜୀବିତ, ସେ ଯୁଗେ ଯୁଗେ ଜୀବିତ, ସେ ଅମର, ସେ ଆରମ୍ଭ ଆଉ ଶେଷ, ସେ ସର୍ବଶକ୍ତିମାନ ଅଟନ୍ତି। ସେଥିପାଇଁ ଆମେ ତାହାଙ୍କୁ ଜାଣିବା ନିହାତି ଆବଶ୍ୟକ ରହିଛି। ଆମେ ତାହାଙ୍କୁ ଜାଣିବାର ଆଶୀର୍ବାଦ କଣ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ। ଆପଣମାନେ ଯୋହନ ଲିଖିତ ସୁସମାଚାର 17 ଅଧ୍ୟାୟକୁ ଆସିବେ। ଯୋହନ ଲିଖିତ ସୁସମାଚାର 17 ଅଧ୍ୟାୟ 3 ପଦରେ ଲେଖାଗଲା, ଆଉ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭକୁ ଓ ତୁମ୍ଭର ପ୍ରେରିତ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ପ୍ରଭୁଙ୍କ ନାମର ଗୌରବ। ସମସ୍ତଙ୍କ ପାଇଁ ଅନନ୍ତ ଜୀବନ ନାହିଁ। ଯେଉଁମାନେ ଯୀଶୁଙ୍କୁ ଜାଣନ୍ତି ସେମାନଙ୍କର ଆଶୀର୍ବାଦ ହେଲା ଅନନ୍ତ ଜୀବନ। ଅନନ୍ତ ଜୀବନ କହିଲେ କଣ? ଅନନ୍ତ ଜୀବନ କହିଲେ ଯେଉଁ ଜୀବନର କେବେ ଆରମ୍ଭ ନାହିଁ କି ଶେଷ ମଧ୍ୟ ନାହିଁ। ଏହି ଜୀବନ ସ୍ୱର୍ଗର ଦୂତମାନଙ୍କ ନିକଟରେ ମଧ୍ୟ ନାହିଁ, କାରଣ ସ୍ୱର୍ଗର ଦୂତମାନଙ୍କର ଆରମ୍ଭ ଅଛି, ଶେଷ ସେମାନଙ୍କର ନାହିଁ। କିନ୍ତୁ ପରମେଶ୍ୱରଙ୍କର କେବେ ଆରମ୍ଭ ନାହିଁ କି ଶେଷ ନାହିଁ। ଲେଖାଯାଏ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଜୀବନ ଥିଲା, ଆଉ ସେହି ଜୀବନ ମନୁଷ୍ୟମାନଙ୍କ ଜ୍ୟୋତି, ଆଉ ସେହି ଜୀବନକୁ ସେ ଆମ୍ଭମାନଙ୍କୁ ପ୍ରଦାନ କଲେ। କେତେବେଳେ? ଆମେ ତାହାଙ୍କ ଠାରେ ବିଶ୍ୱାସ କରିପାରୁ। ଲେଖାଯାଏ ଏକମାତ୍ର ସତ୍ୟ ଈଶ୍ୱର ଯେ ତୁମ୍ଭେ, ଯୀଶୁ ଖ୍ରୀଷ୍ଟ ଏକମାତ୍ର ସତ୍ୟ ଈଶ୍ୱର। ତାହାଙ୍କ ଛଡା এই ପୃଥିବୀରେ ସତ୍ୟ ପରମେଶ୍ୱର କେହି ନାହାନ୍ତି। ତାହାଙ୍କ ଛଡା ସତ୍ୟ, ଜୀବିତ, ସିଦ୍ଧ, ପବିତ୍ର ବ୍ୟକ୍ତି କେହି ନାହାନ୍ତି। ଆମେ ଏହା ଭଲ ରୂପେ ଆମେ ଜାଣିବା ଆବଶ୍ୟକ ରହିଛି। ପ୍ରିୟମାନେ, ଆମେ ଆମର ପ୍ରଭୁଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବା। ଯଦି ଆମେ ତାହାଙ୍କୁ ଜାଣିବା, ଏକମାତ୍ର ସତ୍ୟ ଯୀଶୁ ଖ୍ରୀଷ୍ଟ, ଯଦି ଏହା ଜାଣି ଆମେ ତାଙ୍କୁ ବିଶ୍ୱାସ କରିବା, ତାହେଲେ ଲେଖାଯାଏ ତାହାଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ଆମେ ଅନନ୍ତ ଜୀବନକୁ ପାଇଛୁ। ଯୀଶୁଙ୍କୁ ଜାଣିବା ଠାରୁ ଆମେ କିଛି ପାଇଲୁ ନ ପାଇଲୁ ବଡ ବିଷୟ ନାହିଁ। ଆମେ ସବୁଠାରୁ ବଡ ବିଷୟ ହେଲା ଆମେ ଅନନ୍ତ ଜୀବନକୁ ପାଇଛୁ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ପ୍ରିୟମାନେ, ଆମେ ମଣ୍ଡଳୀ ଯାଉ, ଆରାଧନା କରୁ, ଗୀତ ଗାଉ, କେବଳ ଏତିକିରେ ଆମ୍ଭମାନଙ୍କର ସମାପ୍ତି ନ ଘଟୁ। କେବଳ ଏତିକିରେ ଆମେ ନ ରହୁ। ଆମେ ମଣ୍ଡଳୀକୁ ଯାଉ ଯାଉ, ବାକ୍ୟ ଶୁଣୁ ଶୁଣୁ, ଏବଂ ତାଙ୍କ ଘରକୁ ଯାଉ ଯାଉ, ତାଙ୍କ ପଛେ ଚାଲୁ ଚାଲୁ ଆମେ ଅଧିକ ଆମର ପରମେଶ୍ୱରଙ୍କୁ ଜାଣିବା। ପରମେଶ୍ୱରଙ୍କ ବିଷୟରେ ଆମେ ନ ଜାଣିଲେ ଚଳିବ, ଆଉ ପରମେଶ୍ୱରଙ୍କୁ ଆମେ ଜାଣିବା। ପରମେଶ୍ୱରଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ। ପ୍ରଭୁ ଆମମାନଙ୍କୁ ଦୟା କରନ୍ତୁ।
ହେଇପାରେ ଆମେ ମଣ୍ଡଳୀରେ ଗଲୁ, ମଣ୍ଡଳୀରେ ଯିବା ସତ୍ତ୍ୱେ ମଧ୍ୟ ଆମେ ପ୍ରଚାର କରିପାରୁନାହୁଁ, ଆମେ ବାଇବଲ ଭଲରେ ପଢି ପାରୁନାହୁଁ, ଆମେ ପ୍ରାର୍ଥନା କରିବା ପାଇଁ ଆମେ ପାରୁନାହୁଁ। ଯାହା ବି ଆମ ଜୀବନରେ ହେଉନା କାହିଁକି, ମାତ୍ର ଆମେ ପ୍ରଭୁଙ୍କୁ ଜାଣିବା। ପ୍ରଭୁଙ୍କୁ ଜାଣିବା ଅନନ୍ତ ଜୀବନ ଅଟେ ବାକ୍ୟ ଏହା ଆମମାନଙ୍କୁ କହେ। ପ୍ରଭୁ ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଲା। ବାପା, ଆମେ ପ୍ରଭୁ ତୁମ ବିଷୟରେ ଆମେ ଯେତେ ଜାଣିଛୁ ତାଠାରୁ ମଧ୍ୟ ଆମେ ତୁମକୁ ଅଧିକ ଜାଣିବୁ, ଏଥିପାଇଁ ତୁମେ ଆମମାନଙ୍କୁ ଅନୁଗ୍ରହ ଦିଅ। ପିତା, ତୁମକୁ ଜାଣି ଆମେ ଅନନ୍ତ ଜୀବନ ପ୍ରାପ୍ତ ହେବୁ ଏବଂ ସେହି ଅନନ୍ତ ଜୀବନକୁ ଧରି ରଖି ତୁମର ଆଗମନ ନିମନ୍ତେ ଆମେ ପ୍ରସ୍ତୁତ ରହିବୁ, ଏଥିପାଇଁ ଦୟାକର। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।